ଆଜିର ମୋ କବିତା କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କୁ ଭେଟି ଦେବାକୁ ଯାଉଛି ପରିବାର ଉପରେ ଆଧାରିତ କେତୋଟି କବିତା। ଆଜିର ପ୍ରଥମ କବିତା ମୋ ବୋଉର ଟିକିଏ କଥାରେ। ମୋ ବୋଉର ଟିକିଏ କଥାରେ ଆଶା ଝରେ, ସ୍ୱପ୍ନ ଝରେ, କବିତାର ଶବ୍ଦ ଝରେ, ଝରେ ଅକୃତ୍ରିମ ସ୍ନେହର ପରିଭାଷା। ମୋ ବୋଉର ଟିକିଏ ଆଶିଷରେ ଆଷାଢ଼ ଆସର ହୁଏ, ଖଣକେ ଭରିଦିଏ ଆୟୁତ ଆୟୁଷ। ସାରା ଅଙ୍ଗରୁ ଝରି ପଡ଼େ ଆନନ୍ଦ ସୁମନ, ଜି ଉଠେ ଆଶୀର୍ବାଦର ବିମଳ ବିତାନ। ମୋ ବୋଉର ଟିକିଏ ପରଶରେ ନିମିଷକେ ବୃଷ୍ଟି ହୁଏ ଶ୍ୟାମଳ କଣିକା। ସୁଅ ମୁହଁର ପତ୍ର ପରି ଭାସି ଆସେ, ମନେ ହୁଏ ସତେକି ପାଇଗଲି ମୁଁ ଆଦି ଅନ୍ତ ନିର୍ବିକାରୀୟ ନିର୍ବିକଳ୍ପୀୟ କୂଳ କିନାରା। ମୋ ବୋଉର ଟିକିଏ ପଣତ କାନିରେ ପୋଛି ନେଉଥିଲା ମୋ କପାଳରୁ ଦୁଃଖ ଦୁର୍ଦ୍ଦଶାର ଅସୁମାରୀ ସ୍ନେହ ବିନ୍ଦୁ। ସାରା ଦେହରେ ବଳି ଯାଉଥିଲା ସ୍ନେହ ଓ ସହାନୁଭୂତିର ପବିତ୍ର ଚନ୍ଦନ। ମୋ ବୋଉର ଟିକିଏ ଚାହାଣୀରେ ସଭା ପାଉଥାଏ ସାରା ରାଇଜର ସୁଖ ସୁଜନତା। ଚଉଦିକେ ବାସେ ମହକ ତାହାର, ଉଲ୍ଲସିତ ହୁଏ ପ୍ରାଣ, ମନ ହୁଏ ଅନାମନା। ଅପରୂପା ସଭାରେ ଦିଗ ଚହଟଇ ଦିବାର ପ୍ରାରମ୍ଭରେ ମାଟି ମା ଧରିତ୍ରୀ ସୁନ୍ଦର ଦିଶଇ ପ୍ରକୃତିର ଅଗଣାରେ। ମୋ ବୋଉର ଟିକିଏ ହସରେ ଓଠରୁ ତାର ଝରି ପଡୁଥାଏ ମିଠା ମିଠା ମଧୁହାସ। ହୃଦୟରେ ଆଣିଦିଏ ମୁଠାଏ ବିଶ୍ୱାସ, ବିଶ୍ୱାସରେ ଭରିଦିଏ ଶାନ୍ତି ମୈତ୍ରୀ ପରଶ। ମୋ ବୋଉ ବାନ୍ଧି ରଖିଛି ସଯତ୍ନେ ସ୍ରଷ୍ଟାର ସୃଷ୍ଟିକୁ, ତା ଅସଜଡ଼ା ଦିନ ରାତି ସମୟ ଛାତିରେ। ମୋ ପାଇଁ ସେ ଅଟେ ପ୍ରଥମ ପ୍ରେରଣା, ପ୍ରଥମ ପଥ ପ୍ରଦର୍ଶକ। ଆଜି ଏକାନ୍ତରେ ଇଚ୍ଛା ମୋର ହଜିବାକୁ ତା ପଣତ କାନିର ସ୍ନେହ ସଦିଚ୍ଛା ଡୋରିରେ। ବୋଉ ବୋଉ ମୁଁ ଆଜି ରହିଛି ତୋଠାରୁ ଦୂରେ, ବହୁ ଦୂରେ, ଜନାକୀର୍ଣ୍ଣ ସହର ଭୂମିରେ। ଜନ୍ମଭୂମି ଠାରୁ କର୍ମଭୂମି ବଡ଼ ଭାବି ନିଜକୁ ପାରୁନି ଚିହ୍ନି, ତଥାପି ଚିହ୍ନିଛି ତତେ। ସାଇତି ରଖିଛି ସଯତ୍ନେ ମୋ ମାନସ ପଟରେ, ପତ୍ନ ପଦ ଶବ୍ଦ ପରି ତୋର ଶାନ୍ତ ସରଳ ପ୍ରତିଛବି। ସେତେବେଳେ ତୁ କେବଳ ପ୍ରତିଶବ୍ଦ ତଳୁ ମୋ ଭିତରେ ବୁହାଇ ସ୍ନେହ ମମତାର ଗଙ୍ଗା ଯମୁନା ସରସ୍ୱତୀ। ଦୂରରୁ ଥାଇ ପ୍ରଣାମ କରୁଛି ତତେ, ଦି ଟୋପା ଲୁହରେ ତୋର ଅଳି ଅଳି କନ୍ୟା ପୁନମଜିତା ପାତ୍ର। ଧନ୍ୟବାଦ। ଦ୍ୱିତୀୟ କବିତା ମୋ ବୋଉ ପରି କିଏ ହେବ। ମୋ ବୋଉ ପରି କିଏ ହେବ, କିଏ ବୁଝି ମନ କଥା, ପଢ଼ି ମନର ଭାଷା। 12 ମାସରେ 13 ପ୍ରକାରର ଦରବ ପରଶିବ କେତେ ଆଦରେ। ମୋ ବୋଉ ପରି କିଏ ହେବ, କେବଳ ମାତ୍ର ଗୋଟିଏ ଚଟୁରେ, ଗୋଟିଏ ହାତରେ ଟକମକ ହୋଇ ଫୁଟୁଥିବା ହାଣ୍ଡିଏ ଭାତକୁ ଏକାକୀ ଅନାୟସରେ
ଛାଣିବାରେ କିଏ ବସି ପାଶେ ମଥାକୁ ଆଉଁସି ବାର ବାର ମନକୁ ବୁଝାଇ ତସିବ ଜମାଟ ବାନ୍ଧିଥିବା ପାହାଡ଼ ପ୍ରମାଣ ଯେତେ ସବୁ ରାଗରସ ମାନ ଓ ଅଭିମାନ। ମୋ ବୋଉ ପରି କିଏ ହେବ, କିଏ ସାଜି ନିଜେ ନୁଖୁରା ସଳିତ ପରାଏ ଜାଳୁଥିବ ନୀତି ଆମ ପାଇଁ ତୁଳସୀ ଚଉରା ମୂଳେ ମନାସୀ ଶୁଭାଶିଷ ଶୁଭ ଭବିଷ୍ୟତ ଆଉ ସାଉଁଟିଥିବ ସାରା ପରିବାରର ଦୁଃଖ ସେ ତାର ସରୁ ପଣତ କାନିରେ। ମୋ ବୋଉ ପରି କିଏ ହେବ, କିଏ ଦିନ ରାତିକୁ ଏକ କରି କରୁଥିବ ଅହରହ ସେବା ନେହୁରା ହେଉଥିବ ନିବେଦନ କରୁଥିବ କେତେ ଆକୁଳେ କେତେ ବ୍ୟାକୁଳେ ଆମ ଗ୍ରାମ ଦେବୀ ଚଣ୍ଡୀ ମା ପାଶେ। ମୋ ବୋଉ ପରି କିଏ ହେବ, କିଏ ମେଲିଦେବ ତାର ଅସରନ୍ତି ପେଡ଼ି ଶୁଣାଉଥିବ ସାତ ଦରିଆ 13 ନଈ ଆରପାରି ରାଜାରାଣୀ ଗପ ଅବା ଅଗନା ଅଗନି ବନସ୍ତର ରାଜକୁମାରୀ ପ୍ରେମ କାହାଣୀ ଅଥବା ବଣ ରାଇଜର ପଶୁପକ୍ଷୀ କଥା। ବିଗତ ଜନ୍ମରେ କୋଟି ତପସ୍ୟା କରିଥିଲି ବୋଲି ଏ ଜନ୍ମରେ ପାଇବାର ସୌଭାଗ୍ୟ ଅର୍ଜିଲି। ଗୋଟିଏ ମଣିଷ ଭିତରୁ ମୋ ବୋଉ ପରି ମଣିଷ କିଏ? ମୋ ବୋଉ ଠାରୁ ମୁଁ ଆଜି ବହୁ ଦୂରେ, ବହୁ କୋଶ ଦୂରେ, ହେଲେ ତାର ଅକୃତ୍ରିମ ସ୍ନେହ ମମତା ପାରିବି କି ଭୁଲି? ଏ ଜୀବନ ସଳିତା ଜଳୁଥିବା ଯାଏ ସୁଦୂର ସହରର ଏକ ସୁରମ୍ୟ କୋଠରୀରେ ଥାଇ ଜଣାଏ ପ୍ରଣତି ତାର ପାଦପଦ୍ମ ତଳେ ଏ ଅଧମ କନ୍ୟା ପୁନମଜିତା ପାତ୍ର କାହିଁକି କେଜାଣେ ସଜଳ ଆଖିରେ ମୋର ଆଜି ଜୋକେଇ ଯାଏ ଅଦିନିଆ ବରଷା। ଧନ୍ୟବାଦ। ଶେଷ କବିତା ମୋ ବାପା ମା କେତେ ସୁନ୍ଦର। ଆଖିକୁ ପଢ଼ିବା ପାଇଁ ଆଖିଟିଏ ଦରକାର, ହୃଦୟକୁ ଜାଣିବା ପାଇଁ ମନଟି ଦରକାର, ଯେଉଁଥିପାଇଁ ମୋ ମା ବାପାଙ୍କୁ ଓଠ ଖୋଲି ଗାଇ ଦେବାକୁ ପଡ଼େନି, ବିରକ୍ତ ଭାବ ପ୍ରକାଶ କରିବାକୁ ପଡ଼େ ନା। ଅଧିକନ୍ତୁ ବାପାଙ୍କ ନାଲି ଆଖି ଗମ୍ଭୀର ସ୍ୱଭାବ ନିମିଷକେ ଆଣିଦିଏ ତିନି ଭଉଣୀଙ୍କ ହୃଦୟରେ ଶୃଙ୍ଖଳିତ ଭାବ ଓ ଭାବନା। ପ୍ରାଣର ସୃଷ୍ଟି କରେ ସଚେତନତା, ତତ୍ପରତା, ବୁଦ୍ଧିମତା, ନିଜ ଉପରେ ଆସ୍ଥା ପ୍ରକଟ କରିବାର ସାହସିକତା, ଆଗକୁ ପାଦ ଥାପି ଚାଲିବାର ନିର୍ଭୀକତା। ହେଲେ ବୋଉର ଆଖିର କଠୋର ଶାସନ, ଶାଢ଼ୀର ପଣତ କାନି ଉଡ଼େଇ ବଡ଼ ପାଟିରେ ଗାଳି ଦେବାର ଅଧିକାର, ପଛରୁ ବାଡ଼ି ଧରି ଗୋଡ଼େଇବାର କ୍ରୋଧ, ପରକ୍ଷଣରେ ସବୁ କିଛି ଫସର ଫାଟିଯାଏ ବୋଉର ଅକୃତ୍ରିମ ବାତ୍ସଲ୍ୟ ପ୍ରେମ ନିକଟେ। ବୋଉ ଗାଳି ଦାଣ୍ଡ ଧୂଳି କହି ନିମିଷକେ ଭୁଲି ଯାଉ ଆମେ ତିନି ସନ୍ତାନ। ବୋଉର 100 ଶାସନ, 100 ତାଗିଦ, ବାପାଙ୍କର ଥରୁଟିଏ ନାଲି ଆଖି ଆଗରେ ମ୍ଳାନ ପଡ଼ିଯାଏ ବୋଉର ଗୋଟିଏ ମମତା, ହୃଦୟରେ ଅନ୍ତହୀନ ଆନ୍ତରିକତା। ବାପାଙ୍କର ନାଲି ଆଖି, ମାଙ୍କର କଠୋର ଶାସନ ସୃଷ୍ଟି କରେ ମନ୍ଦିର ସମାନ ଗୃହ ପରିବେଶ,
तापरे आमर ए टिकी दुनिया केबे विकारमय हेब नाही। जीवन प्रति घृणाभाव तैयारी हेब नहीं। मने हेब ए दुनिया अमृतमय प्रीतिमय। ए विश्व सतरे केते साबलील केते मधुमय। मो बापा माँ केते सुंदर। आज कर आकुल प्रार्थना देवदेवी पासे सेमानकर शतायु कामना करी मु मध्यम दुईटा। धन्यवाद।